ଆଗେ କାଳରେ ଲୋକ କହୁଥିଲେ, ଯଦି ସଙ୍ଗେ ଥିବ ଭାଇ ଆଉ ଘରେ ଥିବ ଗାଈ, ମାନେ ଯୁଦ୍ଧକୁ ଗଲେ ସାଙ୍ଗରେ ଥିବେ ଭାଇ। ଆଉ ଯଦି ଭଲ ଘିଅ କ୍ଷୀର ଖାଇବାକୁ ଇଚ୍ଛା କରୁଛ, ତେବେ ଘରେ ଥିବ ଗାଈ। ସେଥିପାଇଁ ତ କୁହନ୍ତି ଗାଈ ସେଥିରେ ବାଇ। ମାନେ ଗାଈ ଯେମିତି ଗୋଟେ ସ୍ଥାନରେ ରହେ ନାହିଁ, ସେମିତି ତୁମେ ଯଦି ଭଲ ଘିଅ ଖାଇବାକୁ ଇଚ୍ଛା କରୁଛ, ଗାଈ ପଛରେ ସେମିତି ବାଇ ପରି ବୁଲ। ସେଥିପାଇଁ ବିଶୁଦ୍ଧ ଖାଉଥିଲେ ଆଉ ନିରୋଗୀ ରହୁଥିଲେ। ଠିକ୍ କହିଲି ନା ସାଙ୍ଗମାନେ? ଆଗେ କାଳରେ ଲୋକ କହୁଥିଲେ, ଯଦି ସଙ୍ଗେ ଥିବ ଭାଇ ଆଉ ଘରେ ଥିବ ଗାଈ, ମାନେ ଯୁଦ୍ଧକୁ ଗଲେ ସାଙ୍ଗରେ ଥିବେ ଭାଇ। ଆଉ ଯଦି ଭଲ ଘିଅ କ୍ଷୀର ଖାଇବାକୁ ଇଚ୍ଛା କରୁଛ, ତେବେ ଘରେ ଥିବ ଗାଈ। ସେଥିପାଇଁ ତ କୁହନ୍ତି ଗାଈ ସେଥିରେ ବାଇ। ମାନେ ଗାଈ ଯେମିତି ଗୋଟେ ସ୍ଥାନରେ ରହେ ନାହିଁ, ସେମିତି ତୁମେ ଯଦି ଭଲ ଘିଅ ଖାଇବାକୁ ଇଚ୍ଛା କରୁଛ, ଗାଈ ପଛରେ ସେମିତି ବାଇ ପରି ବୁଲ। ସେଥିପାଇଁ ବିଶୁଦ୍ଧ ଖାଉଥିଲେ ଆଉ ନିରୋଗୀ ରହୁଥିଲେ। ଠିକ୍ କହିଲି ନା ସାଙ୍ଗମାନେ? ଆଗେ କାଳରେ ଲୋକ କହୁଥିଲେ, ଯଦି ସଙ୍ଗେ ଥିବ ଭାଇ ଆଉ ଘରେ ଥିବ ଗାଈ, ମାନେ ଯୁଦ୍ଧକୁ ଗଲେ ସାଙ୍ଗରେ ଥିବେ ଭାଇ। ଆଉ ଯଦି ଭଲ ଘିଅ କ୍ଷୀର ଖାଇବାକୁ ଇଚ୍ଛା କରୁଛ, ତେବେ ଘରେ ଥିବ ଗାଈ। ସେଥିପାଇଁ ତ କୁହନ୍ତି ଗାଈ ସେଥିରେ ବାଇ। ମାନେ ଗାଈ ଯେମିତି ଗୋଟେ ସ୍ଥାନରେ ରହେ ନାହିଁ, ସେମିତି ତୁମେ ଯଦି ଭଲ ଘିଅ ଖାଇବାକୁ ଇଚ୍ଛା କରୁଛ, ଗାଈ ପଛରେ ସେମିତି ବାଇ ପରି ବୁଲ। ସେଥିପାଇଁ ବିଶୁଦ୍ଧ ଖାଉଥିଲେ ଆଉ ନିରୋଗୀ ରହୁଥିଲେ। ଠିକ୍ କହିଲି ନା ସାଙ୍ଗମାନେ?